ଭାଗବତ ଗୀତା ଜ୍ଞାନରେ ଆପଣଙ୍କୁ ସ୍ୱାଗତ। ଆବୃତଂ ଜ୍ଞାନ ମେତେନ ଜ୍ଞାନୀନ ନିତ୍ୟ ବୈରିଣା କାମ ରୂପେଣ କୌନ୍ତେୟ ଦୃଷ୍ଟୁରେଣନ ଲେନ ଚ। ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁ ଦ୍ୱାରା ସୂକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ। ଶ୍ରୀକୃଷ୍ଣ ଏଠାରେ କାମନାର ବିନାଶକାରୀ ଗୁଣକୁ ଆହୁରି ସ୍ପଷ୍ଟ କରିଛନ୍ତି। କାମ ଅର୍ଥ କାମନା, ଦୁଷ୍ପୁରେଣ ଅର୍ଥ ଅତୃପ୍ତ ଅନଳ, ଅର୍ଥାତ୍ ଯାହା ଲିଭେ ନାହିଁ। କାମନା ଜ୍ଞାନୀମାନଙ୍କର ବିଚାର ଶକ୍ତିକୁ ବଶୀଭୂତ କରି ସେମାନଙ୍କୁ ତାହାର ପୂର୍ତ୍ତି ନିମନ୍ତେ ପ୍ରଲୋଭିତ କରିଥାଏ। ଏହି କାମନାକୁ ଲିଭାଇବା ପାଇଁ ସେମାନେ ଯେତେ ଅଧିକ ପ୍ରୟାସ କରନ୍ତି, ତାହା ସେତେ ଅଧିକ ଜଳିବାରେ ଲାଗେ। ବୁଦ୍ଧ କହନ୍ତି, ନ କାହାପନ ବଶେଷନ୍ ଚିତ୍ତି କାମେଷୁ ବିଜତି ଅସ୍ପୃଶାଦା କାମା ଦୁଃଖ କାମା ଇତି ବିନାୟ ପଣ୍ଡିତା। କାମନା ଏକ ଅଦମ୍ୟ ଅଗ୍ନିଶିଖା ପରି ପ୍ରଜ୍ୱଳିତ ହେବାରେ ଲାଗିଥାଏ, ଯାହା କେବେ ବି କାହାକୁ ଆନନ୍ଦ ପ୍ରଦାନ କରିପାରେ ନାହିଁ। ଏହାକୁ ଦୁଃଖର ମୂଳ କାରଣ ମନେକରି ଜ୍ଞାନୀମାନେ ଏହାକୁ ବର୍ଜନ କରିଥାନ୍ତି। କିନ୍ତୁ ଯେଉଁମାନେ ଏହି ରହସ୍ୟକୁ ବୁଝିପାରନ୍ତି ନାହିଁ, ସେମାନେ କାମନା ପୂର୍ଣ୍ଣ କରିବାର ବୃଥା ଚେଷ୍ଟାରେ ନିଜର ଜୀବନ ନଷ୍ଟ କରି ଦେଇଥାନ୍ତି। ଇନ୍ଦ୍ରିୟାଣି ମନ ବୁଦ୍ଧିରସ୍ୟଧିଷ୍ଠାନମୁଚ୍ୟତେ ଏତୈର୍ବି ମୋହୟ ତେଷ ଜ୍ଞାନ ମାଦୃତ୍ୟ ଦେହିନମ୍। ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ କାମନାର ପ୍ରଯୋଜନ ଭୂମି ରୂପେ ଆଖ୍ୟାୟିତ କରାଯାଇଥାଏ। ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ। କାମନାର ବିନାଶ ସ୍ଥାନକୁ ଦର୍ଶାଇ ଶ୍ରୀକୃଷ୍ଣ ବର୍ତ୍ତମାନ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ତାହାର ଉପାୟ ବର୍ଣ୍ଣନା କରୁଛନ୍ତି। ଶତ୍ରୁକୁ ଦମନ କରିବା ପାଇଁ ସର୍ବପ୍ରଥମେ ତାର ଦୁର୍ଗକୁ ଠାବ କରିବାକୁ ପଡ଼ିଥାଏ। ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଇନ୍ଦ୍ରିୟ, ମନ ଓ ବୁଦ୍ଧି ସେହି ସ୍ଥାନ ଅଟନ୍ତି ଯେଉଁଠାରେ ରହି କାମନା ଆତ୍ମାର ଉପରେ ତାର ଅଧିପତ୍ୟ ବିସ୍ତାର କରିଥାଏ। କାମନାରେ ବଶୀଭୂତ ହୋଇ ଇନ୍ଦ୍ରିୟମାନେ ବିଷୟର କାମନା କରିଥାନ୍ତି। ଇନ୍ଦ୍ରିୟମାନେ ମନକୁ ମୋହିତ କରିଦିଅନ୍ତି, ମନ ବୁଦ୍ଧିକୁ ଭ୍ରମିତ କରିଦିଏ ଏବଂ ବୁଦ୍ଧି ନିଜର ବିଚାର ଶକ୍ତି ହରାଇ ବସେ। ବୁଦ୍ଧି ଯେତେବେଳେ ଆବୃତ ହୋଇଯାଏ, ଜୀବ ନିଜକୁ କାମନାର ଦାସ ମନେ କରିବାରେ ଲାଗେ ଏବଂ ତାହାର ପୂର୍ତ୍ତି ନିମନ୍ତେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ଇନ୍ଦ୍ରିୟ, ମନ, ବୁଦ୍ଧି ଏହି ତିନୋଟି ଉପକରଣ ସ୍ୱତଃ ଖରାପ ନୁହନ୍ତି। ଭଗବତ ପ୍ରାପ୍ତି କରିବା ପାଇଁ ଏଗୁଡ଼ିକ ଆମକୁ ଦିଆଯାଇଅଛି, କିନ୍ତୁ ଆମେ ସେମାନଙ୍କୁ କାମନା ବାସନାର ଅକ୍ତିଆରରେ ରହିବାକୁ ଖୋଲା ଛାଡ଼ି ଦେଉଛୁ। ବର୍ତ୍ତମାନ ଆମେ ସେହି ଇନ୍ଦ୍ରିୟ ମନୋବୁଦ୍ଧିକୁ ବ୍ୟବହାର କରି ନିଜର କଲ୍ୟାଣ ସାଧନ କରିବା। ପରବର୍ତ୍ତୀ ଶ୍ଲୋକମାନଙ୍କରେ ଶ୍ରୀକୃଷ୍ଣ ଏହା କିପରି କରାଯାଇପାରିବ, ତାହା ସ୍ପଷ୍ଟ କରୁଛନ୍ତି। ଶ୍ରୋତାବନ୍ଧୁ, ମଣିଷର ପ୍ରକୃତ ଶତ୍ରୁ କାମନା ହିଁ ଅଟେ। ଜୀବନରେ ସବୁକିଛି ତା ପାଇଁ କରିବା ପାଇଁ ରାଜି ହୋଇଯାଏ। ଏହି କାମନା ପାଇଁ ମଣିଷ ନିଜର ସମ୍ପର୍କକୁ ଭୁଲିଯାଏ। ନିଜେ ଭଲରେ ରହିବ, ନିଜେ ଭଲ ଖାଇବ, ନିଜର ସ୍ୱାର୍ଥ ପାଇଁ ସେ ସମ୍ପର୍କକୁ ମଧ୍ୟ ଭୁଲିଯାଏ। ତେଣୁ ଭଗବାନ କହୁଛନ୍ତି, ଯଦି ଆମେ ନିଜର ଇନ୍ଦ୍ରିୟ, ମନ, ବୁଦ୍ଧି ଏହି ତିନୋଟି ଉପକରଣକୁ କାମନା ଠାରୁ ଦୂରେଇ ରଖିବୁ, ତାହେଲେ ଆମେ ଭଗବତ ପ୍ରାପ୍ତି ପାଇଁ ଉପଯୁକ୍ତ ପାତ୍ର ହୋଇପାରିବୁ। ଯଦି ମନ, ବୁଦ୍ଧିକୁ ଆମେ ଭଗବାନଙ୍କ ସେବାରେ ଲଗାଉ, ତାହେଲେ କାମନା ଠାରୁ ଆସ୍ତେ ଆସ୍ତେ ଦୂର ହୋଇଯାଇପାରିବୁ। ତେଣୁ ଭଗବାନଙ୍କ ଉପଦେଶ ଅନୁଯାୟୀ ଆମେ କାମନା ଠାରୁ ଦୂରେ ରହିବାଟା ବହୁତ ଭଲ ହେବ ଆମ ପାଇଁ। ଏହି ଶ୍ଲୋକରୁ ଆମେ କ'ଣ ଶିଖିଲୁ? ଏହି ଶ୍ଲୋକରୁ ଆମେ ଶିଖିଲୁ ଯେ ଆମେ ଯେତେ କାମନା ଠାରୁ ଦୂର ରହିବୁ, ସେତେ ଆମ ପାଇଁ ଭଲ ଅଟେ।
କାମନା କହିଲେ ଶାସ୍ତ୍ରରେ ଯୌନ ସମ୍ବନ୍ଧକୁ ବୁଝାଏ ନାହିଁ। କାମନା କହିଲେ ଯେଉଁ ଜିନିଷ ପାଇଁ ଆମେ ମନ ବଳଉ, ତାକୁ ପାଇବା ପାଇଁ ଦିନରାତି ଏକ କରିଦେଉ, ସେଇ ଜିନିଷକୁ କାମନା କୁହାଯାଏ। ଅଯଥାରେ ଦରକାର ଥାଉ କି ନଥାଉ ଆମେ ଅନ୍ୟକୁ ଦେଖି ଯେଉଁ ଜିନିଷ ପାଇଁ ରାତିଦିନ ପରିଶ୍ରମ କରୁ, ସେ ଜିନିଷ ଆମ ଜୀବନରେ ଦୁଃଖ ଭରିଦିଏ। ସେହି ଜିନିଷର କାମନା ପାଇଁ ଆମେ ବହୁତ କିଛି ପରିତ୍ୟାଗ ମଧ୍ୟ କରିଥାଉ। ତେଣୁ ଭଗବାନ କହୁଛନ୍ତି, ଏ କାମନା ରୂପ ଶତ୍ରୁ ତମ ଜୀବନରେ ବିଷ ଭରି ଦେଉଛି। ତମେ ତାଠାରୁ ଦୂର ରହିବାଟା ବହୁତ ଭଲ ହେବ। ଶ୍ରୋତା ବନ୍ଧୁ, ଆମେ ଆଗାମୀ ଅଧ୍ୟାୟରେ ଶ୍ଲୋକ 41 ଠାରୁ ଆଗକୁ ଆଲୋଚନା କରିବୁ। ହରେ କୃଷ୍ଣ। ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।